ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି BEd, BHED, MAd 2024ର ଫାଷ୍ଟ ସିଲେକ୍ସନର ଆପଣଙ୍କର ଆଡ଼ମିସନ୍ ସରିଗଲା। ଆଉ ଏବେ ବି ଆପଣଙ୍କ ଦେଖନ୍ତୁ ବିଏଡ଼୍ରେ 1886ଟା ପିଲା ଆପଣଙ୍କର ଆଡ଼ମିସନ୍ କରିଛନ୍ତି। ହୁଏତ କିଛି ଆପଡ଼େଟ୍ ହେଇଥିବ, କିଛି ଆପଡ଼େଟ୍ ହେଇନଥାଇପାରେ। ତ ଟୋଟାଲ୍ ଆମର ବିଏଡ଼୍ରେ 2400ଟା ସିଟ୍ ଆପଣଙ୍କ ରହିଛି, 1886ଟା ଆଡ଼ମିସନ୍ କରିଛନ୍ତି। ମାନେ ଆହୁରି 514ଟି ଆପଣଙ୍କର ପିଲାଙ୍କର ନାଁ ଆପଣଙ୍କର ବିଏଡ଼୍ରେ ଆସିବ। ସେକେଣ୍ଡ ସିଲେକ୍ସନ୍ ଏଗୁଡ଼ା ପିଓରଲି ଆପଣଙ୍କର ଫ୍ରେଶ୍ ପିଲାଙ୍କର ନାଁ ଆସିବ, ପୁରାପୁରି ପିଓରଲି ଫ୍ରେଶ୍ ହେଲା। ଯଦି ଆପଣ ସ୍ଲାଇଡ୍ ଅପ୍ ପାଇଁ ଆପ୍ଲାଏ କରିନାହାନ୍ତି, ଆଡ଼ମିସନ୍ କରିଛନ୍ତି, ସ୍ଲାଇଡ୍ ଅପ୍ କରିବା ପାଇଁ ଚାହୁଁଛନ୍ତି, ସ୍ଲାଇଡ୍ ଅପ୍ ମାନେ ଉପର ଆଡ଼କୁ ଯିବା ପାଇଁ ଚାହୁଁଛନ୍ତି, ଦେନ୍ ଆପଣମାନେ ଆଜି 18 ତାରିଖ ସୁଦ୍ଧା ସ୍ଲାଇଡ୍ ଅପ୍ରେ କ୍ଲିକ୍ କରିଦେଲେ ଉପର ପଟେ କୌଣସି ବି କଲେଜ ଆପଣଙ୍କର ଆସିପାରେ। ଠିକ୍ ଅଛି, ଯେଉଁମାନେ ଆଡ଼ମିସନ୍ କରିଛନ୍ତି କେବଳ ସେଇମାନେ। ଠିକ୍ ଅଛି, ଆଉ ଯେଉଁମାନେ ଆଡ଼ମିସନ୍ କରିନାହାନ୍ତି ତାଙ୍କର ତ ସ୍ଲାଇଡ୍ ଅପ୍ ହେବନି। ବୁଝା ପଡ଼ିଲା? କଟ୍ ଅଫ୍ ମାର୍କ ଆପଣଙ୍କର ବହୁତ କମିଯିବ। 2025 ପାଇଁ ଅଲରେଡ଼ି ଆପଣଙ୍କର ପ୍ଲାନିଂ ଭିଡ଼ିଓ ଗତକାଲି ମୁଁ ଆପଡ଼େଟ୍ କରିଦେଇଛି। ଯଦି ଆପଣ 2025ରେ BEd, BHED, MAdରେ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି ନା, ଆଗ ପ୍ଲାନିଂ ଭିଡ଼ିଓକୁ ଦେଖିଦିଅନ୍ତୁ। ଆଉ ଯେମିତି ମୁଁ ଆପଣଙ୍କୁ ପ୍ଲାନିଂ ଭିଡ଼ିଓରେ କହିଛି ସେମିତିକା ୱେରେ ହିଁ ଆପଣ ପଢ଼ିବେ। ବିଲିଭ୍ କରନ୍ତୁ, ଡିସ୍କ୍ୱାଲିଫାଏର ପ୍ରଶ୍ନ ହିଁ ନାହିଁ। ଠିକ୍ ଅଛି, ଆଗ ଦେଖିବେ ତାକୁ, ଦେନ୍ ସବସ୍କ୍ରିପସନ୍ ଆପଣମାନେ ନେଇଯିବେ। ସେଇ 359 ଟଙ୍କା ହିଁ ଆପଣଙ୍କର ପଡ଼ିବ। ସବସ୍କ୍ରିପସନ୍ କେବେ ସରିବ? ଯେଉଁଦିନ 2025ର ସବୁ ଏକ୍ଜାମ୍ ଆପଣଙ୍କର BEd, BHED, MAd, CTର ସବୁ ସରିଯିବ, ସେଇଦିନ ସବସ୍କ୍ରିପସନ୍ ଆପଣଙ୍କର ସରିବ। ଠିକ୍ ଅଛି, ତେଣୁକରି ଆପଣମାନେ ଯଦି ପଢ଼ିବେ ଏବେ ବି ସେଇ 359, ପରୀକ୍ଷା ପୂର୍ବରୁ ଆପଣଙ୍କର ପଢ଼ିଲେ ବି ସେଇ ସେମ୍। ତେଣୁକରି ଏବେଠାରୁ କ'ଣ ପାଇଁ ପଢ଼ିବେନି? ସେମ୍ ଜିନିଷ ନା, କିଛି ଆପଣଙ୍କର ଅଧିକା ନାହିଁ। ସିଲାବସ୍ 50ରୁ 52 ଥର ଆପଣଙ୍କର କଭରେଜ୍ ହେଇଯିବ। BEd ଆର୍ଟ୍ସ, BEd ସାଇନ୍ସ, BEd କମର୍ସ ସମସ୍ତଙ୍କର, BHED, MAdର। ଠିକ୍ ଅଛି, ହେଲା। ସେଇଭଳିଆ ଆପଣ ଦେଖନ୍ତୁ, ଯଦି ଆମେ କହିବା MAdରେ ଆମର 300ଟି ଆପଣଙ୍କର ସିଟ୍, ଆଡ଼ମିସନ୍ କରିଛନ୍ତି ଆପଣଙ୍କର 171, ମାନେ ଆହୁରି 129ଟା ପିଲାଙ୍କର ନାଁ ଆସିବ। ଠିକ୍ ଅଛି, BHEDରେ 50ଟା ସିଟ୍ ଅଛି, 44ଟା ପିଲା ଆଡ଼ମିସନ୍ କରିଛନ୍ତି, ମାନେ ଆଉ 6ଟା ପିଲା ଆପଣଙ୍କର BHEDରେ ପାଇବେ। ବଟ୍ BEdରେ 500ରୁ ଅଧିକ ପିଲାଙ୍କର ଆପଣଙ୍କର ନାଁ ଆସିବ। ତ BEdର କଟ୍ ଅଫ୍ କମି କମି ଆପଣଙ୍କର ଯିବ। ଆପଣମାନେ କଟ୍ ଅଫ୍ ମାର୍କ ଦେଖିଥିଲେ ନା ଦେଖିନାହାନ୍ତି? ମୁଁ ଆଉ ଥରେ ଆପଣଙ୍କୁ କହିଦେଉଛି, ଭଲସେ ମନେ ରଖନ୍ତୁ ହେଲା। ଯଦି ଆପଣଙ୍କର ମାର୍କ ଏଇ ପାଖାପାଖି ଅଛି, ଆପଣଙ୍କର କମି କମି ଯିବ। ଆର୍ଟ୍ସ ପିଲାଙ୍କର ଜେନେରାଲ୍ କଟ୍ ଅଫ୍ 52.25, SC 47.50, ST 41.50, SCBC 52.25। ତ ଏଇଠୁ ଆପଣଙ୍କର କମି କମି ଆପଣଙ୍କର ଯିବ। ଠିକ୍ ଅଛି, ହେଲା। ତାପରେ ସେଇଭଳି ଆପଣଙ୍କର ସାଇନ୍ସ ପିଲାଙ୍କର ଆପଣଙ୍କର କହିଦେଉଛି ଆଉ ଥରେ। ସାଇନ୍ସ ପିଲାଙ୍କର ଆପଣଙ୍କର ST 31.25, SC 37, SCBC 45, ଜେନେରାଲ୍ 45.25। ଏଇଠୁ ଆପଣଙ୍କର ସ୍କୋର୍ କମି କମି ଯିବ। ଠିକ୍ ଅଛି, ତ ଆପଣଙ୍କର ସେକେଣ୍ଡ ସିଲେକ୍ସନ୍ କେବେ ପବ୍ଲିଶ୍ ହେବ? ହଁ, କିଛି ପିଲାମାନେ ଭାବୁଥିବେ ସାର୍ ଆପଣ ତ କହୁଛନ୍ତି BEdରେ ପୁରାପୁରି ଫ୍ରେଶ୍, ଯେତିକି ବାକି ରହିଲା ବର୍ତ୍ତମାନ 500ରୁ ଅଧିକ ସିଟ୍ ପୁରା ଫ୍ରେଶ୍ ପିଲାଙ୍କର ବାହାରିବ, ତାହେଲେ ଯେଉଁମାନେ ସ୍ଲାଇଡ୍ ଅପ୍ ଆପଣଙ୍କର କରିଛନ୍ତି ତାଙ୍କର ନାଁ କ'ଣ ଆସିବନି? ତାଙ୍କର ଲିଷ୍ଟ ଅଲଗାରେ। ଯେଉଁମାନେ ସ୍ଲାଇଡ୍ ଅପ୍ ଆପଣଙ୍କର ଆପ୍ଲାଏ କରିଛନ୍ତି, ସ୍ଲାଇଡ୍ ଅପ୍ ଲିଷ୍ଟ ଅଲଗା ବାହାରିବ ନା, ଅଲଗା। ଯେ କାହାର କେଉଁ କଲେଜରେ ହେଲା ବୋଲି ସ୍ଲାଇଡ୍ ଅପ୍ ଲିଷ୍ଟ ସେମାନଙ୍କର ଅଲଗା ବାହାରିବ। ଠିକ୍ ଅଛି, ଆଉ ଯେଉଁଠି ବି ହେଲା ସେଇଠି ସେମାନଙ୍କୁ ଆଡ଼ମିସନ୍ କରିବା ପାଇଁ ବାଧ୍ୟ। ଏଇ ଯେଉଁ ବାକି ରହିଲା ଆପଣଙ୍କର 500ଟା ସିଟ୍, ସେଇ ବାକି ସିଟ୍ ଗୁଡ଼ା ପୁରା ପିଓରଲି ପୁରା ଫ୍ରେଶ୍ ପିଲାଙ୍କର ନାଁ ବାହାରିବ। ଯେଉଁ ପିଲାଙ୍କର ଫାର୍ଷ୍ଟ ସିଲେକ୍ସନ୍ରେ ପାଇଛନ୍ତି ତାଙ୍କର ନାଁ ଆଉ କୌଣସି ବି ଲିଷ୍ଟରେ ଆସିବନି। ଠିକ୍ ଅଛି, ସେକେଣ୍ଡ ସିଲେକ୍ସନ୍ ଲିଷ୍ଟ ପିଓରଲି ପୁରାପୁରି ଫ୍ରେଶ୍। ସେକେଣ୍ଡ ସିଲେକ୍ସନ୍ରେ ଯାହାର ନାଁ ଆସିବ ସିଏ ଆଡ଼ମିସନ୍ ଯେତିକି କରିବେ। ଯଦି ସେମାନେ ଆଡ଼ମିସନ୍ ନ କରନ୍ତି ଦେନ୍ ତାଙ୍କର ନାଁ ଆଉ ଥାର୍ଡ଼ ସିଲେକ୍ସନ୍ରେ ଆସିବନି। ଠିକ୍ ଅଛି, ଥାର୍ଡ଼ ସିଲେକ୍ସନ୍ରେ ପୁଣି ପିଓରଲି ପୁରା ନ୍ୟୁ ନେମ୍ ଆପଣଙ୍କର ଆସିବ। ଠିକ୍ ଅଛି, ହେଲା। ତ ଆପଣ ଜାଣିଥିବେ ସେକେଣ୍ଡ ସିଲେକ୍ସନ୍ ଆପଣଙ୍କର କେବେ ବାହାରିବ? 24 ତାରିଖ ଦିନ ଆପଣଙ୍କର ବାହାରିଯିବ, ଦିନ 2ଟା ବେଳକୁ। ତ 24 ତାରିଖ ଦିନ ଆପଣଙ୍କର ସେକେଣ୍ଡ ସିଲେକ୍ସନ୍ ବାହାରିଯିବ।
जो मानकर मार्क टिके टिके कम कम अच्छी जो कट ऑफ मार्क मु कहली टिके टिके कम कम अच्छी आपणकर है डॉक्यूमेंट सब रेडी करके रखंतु 24 तारीख दिन आपणकर सेकेंड सिलेक्शन बाहरी जीवो एवं 24 तारीख रु 28 तारीख मध्य आपण एडमिशन आपणकर करेंगे पेमेंट करिकी ठीक अच्छे तापर पुणी जो मैंने एडमिशन प्राय तो बीएचडी सीट फिलअप हो छोटा बाकी अच्छी फिलअप हो एमएड सीट थर्ड सिलेक्शन बेलू भी किसी रहिबो खाली कहीं एमएड आजिकल बहुत कम करूँगी बीएड सीट मध्य थर्ड सिलेक्शन बेलू आहरी कमिज आ सेकेंड बेलू 500टा आसूची थर्ड बेलू हुए तो 200टा आसीपे 200टा आसीपे कहीं सेल्फ फाइनेंसिंग सीट गुड़ा मैक्सिमम आपंकर थी ठीक अच्छे है तो आपण मैंने टिके वेट करंतु आपणकर बाहरी जीव आउ काली तो राखी अच्छे राखी पाई आपणकर हार्दिक शुभेच्छा और अभिनंदन पिला माने ठीक अच्छे आउ जो मैंने सिटी पाई आपण मैंने अप्लाई करिसंती काइंडली क्लास करेंगे सिटीर प्लानिंग वीडियो को आपण देखिदेवे जेमिति मु आपण को प्लानिंग वीडियो रे कहिछि सेमितिका वे रे आपण पढ़िबे बिलीव करंतु डिस्क्वालीफाई आपणकर हेबेनी जो मैंने बीएड बीएचडी एमएड परीक्षा 2025 रे देवे दयापूर्वक प्लानिंग वीडियो को आपण देखि दियंतु सुनिश्चित आपण क्वालिफाई करेंगे क्लास आपणकर मंगलवार पाखर आरंभ हो आपण आज ही आगो प्लानिंग वीडियो देखिए देन आपण मैंने सब्सक्रिप्शन नहीं जाए ठीक अच्छे है थैंक यू जय जगन्नाथ धन्यवाद थैंक यू।